ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ପବିତ୍ର ମହେନ୍ଦ୍ରଗିରି ପର୍ବତ ଭାରତୀୟ ସଂସ୍କୃତି, ଆସ୍ଥା ଓ ପୌରାଣିକ ପରମ୍ପରାର ଜୀବନ୍ତ ପ୍ରତୀକ। ବେଦ, ରାମାୟଣ ଓ ମହାଭାରତରେ ଏହି ପର୍ବତ ବିଷୟରେ ଉଲ୍ଲେଖ ରହିଛି। ପୁରାଣ କଥା ଅନୁସାରେ ଏହା ଭଗବାନ ପରଶୁରାମଙ୍କର ତପସ୍ୟାସ୍ଥଳୀ। ଏଠାକାର ପବିତ୍ର ପରିବେଶ ଓ ନୀରବ ପ୍ରକୃତି ଆଜି ବି ତପସ୍ୟା ଓ ସାଧନା ପାଇଁ ଉପଯୁକ୍ତ ସ୍ଥାନ ଭାବରେ ପରିଚିତ। ମହାଭାରତ ସହ ସମ୍ପୃକ୍ତ ପ୍ରାଚୀନ କୁନ୍ତୀ ମନ୍ଦିର ଓ ଯୁଧିଷ୍ଠିର ମନ୍ଦିର ଏହି ପର୍ବତର ଐକ୍ୟକୁ ଆଜି ବି ସଜୀବ ରଖିଛି। ପ୍ରାୟ 1500 ମିଟର ଉଚ୍ଚତାରେ ଅବସ୍ଥିତ ମହେନ୍ଦ୍ରଗିରି ପ୍ରକୃତିର ଆଲୌକିକ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକ ଶକ୍ତିର ଏକ ଅଦ୍ଭୁତ ସମନ୍ୱୟ ପ୍ରଦାନ କରେ। ଗତ ମହାଶିବରାତ୍ରି ଅବସରରେ ପର୍ବତ ପାଦଦେଶରେ ଅବସ୍ଥିତ ସିଦ୍ଧି ହନୁମାନଜୀଙ୍କ ମନ୍ଦିରରୁ ଭକ୍ତିମୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ଦୁର୍ଗମ ପାହାଡ଼ି ପଥକୁ ଅବହେଳା କରି ଶ୍ରଦ୍ଧା ଓ ଭକ୍ତିରେ ପର୍ବତ ଆରୋହଣ କରିଥିଲେ। ପ୍ରଭାତୀ ଆରତୀ, ବେଦମନ୍ତ୍ର ଓ ଭଜନ ଧ୍ୱନିରେ ସମଗ୍ର ପରିବେଶ ଭକ୍ତି ରସରେ ଭରିଯାଇଥିଲା। ଶିଖରରେ ପୌରାଣିକ ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କର ଦର୍ଶନ ସହ ବିଶେଷ ଅଖଣ୍ଡ ଯଜ୍ଞ ଆୟୋଜନ ହୋଇଥିଲା। ବିଶ୍ୱ ଶାନ୍ତି ଓ ଜଗତ କଲ୍ୟାଣ ନିମନ୍ତେ ପ୍ରତିଦିନ ଚାଲୁଥିବା ଯଜ୍ଞ ପାଇଁ ପ୍ରଫୁଲ୍ଲ ବାବାଙ୍କର ନିଷ୍ଠାପୂର୍ଣ୍ଣ ସେବା ଭକ୍ତମାନଙ୍କ ମନରେ ବିଶେଷ ସ୍ଥାନ ଅଧିକାର କରିଛି। ଗାୟତ୍ରୀ ପରିବାର ପକ୍ଷରୁ ଲକ୍ଷ୍ମୀ ବାବାଙ୍କ ନେତୃତ୍ୱରେ ସାମୂହିକ ଯଜ୍ଞ ଆୟୋଜନ ହୋଇଥିଲା ଓ ମନ୍ଦିର ପରିଚାଳନା, ଶୃଙ୍ଖଳା ଏବଂ ସମସ୍ତ ବ୍ୟବସ୍ଥାପନାରେ ତାଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି। ମହେନ୍ଦ୍ରଗିରିରେ ବର୍ଷଭରି ସାଧୁମାନେ ନିରନ୍ତର ଭାବେ ବାସ କରି ବିଶ୍ୱ କଲ୍ୟାଣ ପାଇଁ ତପସ୍ୟା ଓ ସାଧନାରେ ଲୀନ ରହୁଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ଓ ସାଧୁମାନେ ଏଠାକୁ ଆସି ଆତ୍ମିକ ଶାନ୍ତି, ଧ୍ୟାନ ଓ ସାଧନା ସିଦ୍ଧିର ଅନୁଭୂତି ଅର୍ଜନ କରୁଛନ୍ତି। ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଉପସ୍ଥିତି ଏହାର ଅବିଚଳ ମହିମାକୁ ପୁନଃ ପ୍ରମାଣିତ କରୁଛି। ଏହି ପବିତ୍ର କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ବିଧାୟକ, ସାଂସଦ ଓ ଗଜପତି ଜିଲ୍ଲାର ପ୍ରଶାସନଙ୍କ ସହଯୋଗ ଉଲ୍ଲେଖନୀୟ। ଜିଲ୍ଲାପାଳଙ୍କ ପ୍ରୟାସରେ ଭକ୍ତମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କର ସକ୍ରିୟ ଭୂମିକାରେ ସଡ଼କ ସୁଧାର, ପର୍ଯ୍ୟଟନ ଢାଞ୍ଚା ଓ ଆଗାମୀ ଦିନରେ ଅଧିକ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ମହେନ୍ଦ୍ରଗିରିକୁ ରାଜ୍ୟ ଓ ଦେଶର ଏକ ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର ପାଇଁ ଗଢ଼ି ତୋଳିବାରେ ସମସ୍ତଙ୍କର ମିଳିତ ପ୍ରୟାସ ଚାଲିଛି। ସୁଚିତ୍ର ପରିବେଶ, ଯାତ୍ରୀ ନିବାସ, ପାନୀୟ ଜଳ, ସୁରକ୍ଷା ବ୍ୟବସ୍ଥା ଓ ପଥ ସୁବିଧା ଆଦିରେ ଆହୁରି ଉନ୍ନତି ଆଣିବାକୁ ଯୋଜନା ରହିଛି। ମହେନ୍ଦ୍ରଗିରି କେବଳ ଏକ ପର୍ବତ ନୁହେଁ, ଏହା ଭକ୍ତି, ତପସ୍ୟା ଓ ଆଧ୍ୟାତ୍ମିକ ଆସ୍ଥାର ଜୀବନ୍ତ ପ୍ରତୀକ, ଯେଉଁଠାରେ ପ୍ରତ୍ୟେକ ପଦକ୍ଷେପରେ ଅନୁଭୂତ ହୁଏ ଦିବ୍ୟ ଶକ୍ତି ଏବଂ ପ୍ରତ୍ୟେକ ଭକ୍ତ ହୃଦୟରେ ଜାଗୃତ ହୁଏ ଶାନ୍ତି ଓ ଆନନ୍ଦର ଅନୁଭୂତି। ଏହି ପବିତ୍ର ତୀର୍ଥକ୍ଷେତ୍ର ଆଜି ବି ଆହ୍ୱାନ କରୁଛି, ଆସନ୍ତୁ, ଅନୁଭବ କରନ୍ତୁ ମହେନ୍ଦ୍ରଗିରିର ଅବିଚଳ ମହିମା ଓ ଦିବ୍ୟତା। यदि शक्यम शक्यम भूम दुर्गा भगवती समय स्वाहा महेंद्र स्वर्जयी ओम तिष्ठि पुरुषीग्रं सपयसी भयमे समीपस्थितम यदि शक्यम शक्यम भूम दुर्गा भगवती समय स्वाहा महेंद्र स्वर्जयी। आमे महेंद्रगिरी बसी महेंद्रगिरी होची भगवान तत्पुरुषाय विद्महे महादेवाय धीमहि तन्नो गोकर्णेश्वर प्रचोदयात्। स्वाहाय गोकर्णेश्वराय तत्पुरुषाय विद्महे महादेवाय धीमहि तन्नो धर्मराजेश्वर प्रचोदयात्। स्वाहाय धर्मराजेश्वराय तत्पुरुषाय विद्महे रुद्र प्रचोदयात्। स्वाहाय भक्तों के मन में शिवाला हे शंभुदा मेरे भोला गंजामरू रामकृष्ण रेड्डी रिपोर्ट, स्वतंत्र ओडिशा लाइव।